ବନର ଶୋଭା ବଢ଼ାନ୍ତି ପଶୁ ପକ୍ଷୀ ଗୀତ ଗାଆନ୍ତି। ଆମ ପ୍ରକୃତିକୁ ସୁନ୍ଦର ସବୁବେଳେ କରନ୍ତି। ସେମାନେ ହିଁ ଆମ ବନ୍ଧୁ, ସେମାନେ ଆମ ଜୀବନ। ତାଙ୍କୁ ରକ୍ଷା କରିବା ଆମର ପ୍ରଥମ କର୍ତ୍ତବ୍ୟ ଜାଣ। ଆଉ ଆଜି ଟିକେ ଜଙ୍ଗଲ ଆଡ଼େ ବୁଲିବାକୁ ଆସିଛି ମୁଁ। ଏଇ ଜଙ୍ଗଲର ସବୁଜ ଗଛ ଡାଳ ଇଏ ନଥିଲେ ପବନ ବି ଠିକରେ ହେଇପାରିବ ଆମର। ସେଥିପାଇଁ ଆମେ ଯେତିକି ଗଛ କାଟିବା ସେତିକି ଗଛ ନିହାତି ଲଗାଇବା ଦରକାର। ଏ ତ ସମସ୍ତେ ଭାଇମାନେ ଜାଣିଛନ୍ତି। ତ ସେଇ ହିସାବରେ ଆପଣମାନଙ୍କର କ'ଣ ମତ? ଜଙ୍ଗଲରେ ଚଢ଼େଇମାନଙ୍କର ସୁନ୍ଦର ସ୍ୱର କେତେ ଭଲ ଲାଗେ, କେତେ ମନୋହର ଲାଗେ। ସେଥିପାଇଁ ବଡ଼ ବଡ଼ ଗଛ, ସବୁଜ ପତ୍ର, ଡାଳେ ପକ୍ଷୀ ଗାଏ ଗୀତ, ଶାନ୍ତ ପରିବେଶ ମନକୁ କରେ ଆନନ୍ଦିତ। ଜୀବଜନ୍ତୁଙ୍କ ଘର ଏହି, ସୃଷ୍ଟି କରେ ସୁନ୍ଦର ଦୃଶ୍ୟ। ପବନରେ ଶୁଭେ ପବିତ୍ର ଶବ୍ଦ, ଏକ ଅନୁପମ ରହସ୍ୟ। ଜୟ ଜଗନ୍ନାଥ। ଦେଖନ୍ତୁ କେତେ ସୁନ୍ଦର ଭିଉ। ଜଙ୍ଗଲ ପୁରା ଆସିଛୁ ଆମେ ଟିକେ ଜଙ୍ଗଲ ଆଡ଼କୁ ବୁଲିବା ପାଇଁ। ଆଉ ଭାଇମାନେ, ଆପଣମାନଙ୍କୁ ସହର ପସନ୍ଦ ଲାଗେ ନା ନିଜ ଗାଁ ପସନ୍ଦ ଲାଗେ? ମୋତେ ତ ସବୁଠୁ ସୁନ୍ଦର, ବହୁତ ସୁନ୍ଦର କହିବାକୁ ହେଲେ ଆମର ନିଜ ଗାଁ ସୁନ୍ଦର ଲାଗେ। ଗାଁରେ ଆଜ୍ଞା ସବୁ କିଛି ମିଳେ। ଦେଖନ୍ତୁ କେମିତି ସବୁଜ ଜଙ୍ଗଲ, ତା ଉପରେ ଏଇ ସବୁଜ ଜଙ୍ଗଲ ଉପରେ ନିହାତି ଗୋଟେ କବିତା କହିବା ଆମେ। ସବୁଜ ଜଙ୍ଗଲ କେତେ ମନୋହର, ଅନୁକମ୍ପା ସୁନ୍ଦର ଦୃଶ୍ୟ। ଇଏ ପ୍ରାକୃତିକ ଦୃଶ୍ୟ। ଈଶ୍ୱର ଆକୁ ବହୁତ ତପସ୍ୟାରେ ପରେ ବନେଇଛନ୍ତି। ଏ ସବୁଜ ଦୃଶ୍ୟ, ମନୋହର ଦୃଶ୍ୟ। এই ସବୁଜ ଦୃଶ୍ୟ ଉପରେ ଗୋଟିଏ କବିତା ନିହାତି ମୁଁ କହିବାକୁ ଯାଉଛି। ତ ଆସନ୍ତୁ ଶୁଣିବା। ଶାଗୁଆ ପତ୍ର, ଡାଳରେ ଫୁଲ, ଜୀବନର ଶୋଭା ଅଟେ ଅତୁଲ। ପବନ ବହେ ଥଣ୍ଡା ଶୀତଳ, ବଞ୍ଚିବା ପାଇଁ ଏହାର ମୂଳ। ଜୟ ଜଗନ୍ନାଥ। ଆଉ ସାଙ୍ଗମାନେ, ଆପଣଙ୍କର ସକାଳର ଟିଫିନ୍ ସରିଯିବନି। ତ ଆମେ ବର୍ତ୍ତମାନ ଆସିଛୁ ଟିକେ ବୁଲି। ଶ୍ରାବଣରେ ଶ୍ରାବଣ ମେଘ ଆଣିବୁ, ସେ ମେଘରେ ପ୍ରିୟାକୁ ଭିଜେଇ ଦେବୁ। ସେ ଭିଜିଲେ ହାୟରେ ମୁଁ ଭିଜିବି। ଶ୍ରାବଣରେ ଶ୍ରାବଣ ମେଘ ଆଣିବୁ, ସେ ମେଘରେ ପ୍ରିୟାକୁ ଭିଜେଇ ଦେବୁ। ନାରେ 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 ନା, ନାରେ ନାରେ ନା। ଛାଡ଼ି ଅଯୋଧ୍ୟା ଭୁବନ,
ନଜାରା ମୋରେ ମୋ ବାପ ଧନ। ओम नमः शिवाय। ବନେ ଗଲେ ତୁ ପାଇବୁ ରାମଚନ୍ଦ୍ରରେ ଶରଣ। ଛାଡ଼ି ଅଯୋଧ୍ୟା ଭୁବନ ନଜାରା ମୋରେ ମୋ ବାପ ଧନ। ସୁବର୍ଣ୍ଣ ଥାଳିରେ ଅନ୍ନ ନରୁଚଇ ବାପ ଧନ। ସୁବର୍ଣ୍ଣ ଥାଳିରେ ଅନ୍ନ ନରୁଚଇ ବାପ ଧନ। ବନେ କଞ୍ଚା ଫଳ ଖାଇ ରାମଚନ୍ଦ୍ରରେ କାଟିବୁ ଦିନ। ଛାଡ଼ି ଅଯୋଧ୍ୟା ଭୁବନ ନଜାରା ମୋରେ ମୋ ବାପ ଧନ। କାଶୀନାଥ ଯେ କହି ଶ୍ରୀରାମ ଚରଣେ ଧ୍ୟାଇ। କାଶୀନାଥ ଯେ କହି ଶ୍ରୀରାମ ଚରଣେ ଧ୍ୟାଇ। ବନେ ଚାଲିଗଲେ ରାମ ସଙ୍ଗତେ ସୀତା ଭାଇ ଲକ୍ଷ୍ମଣ। ଛାଡ଼ି ଅଯୋଧ୍ୟା ଭୁବନ ନଜାରା ମୋରେ ମୋ ବାପ ଧନ। ଛାଡ଼ି ଅଯୋଧ୍ୟା ଭୁବନ ନଜାରା ମୋରେ ମୋ ବାପ ଧନ। ଆଚ୍ଛା ଦେଖନ୍ତୁ ଭାଇମାନେ, ସମସ୍ତେ ତ ସହର ଦେଖନ୍ତି, ବଡ଼ ବଡ଼ ସପିଂ ମଲ୍ ଦେଖାନ୍ତି, ଆଉ ଭଲ ଦୋକାନ ବି ଦେଖାନ୍ତି, କିନ୍ତୁ ମୁଁ ଆଜି ଆପଣମାନଙ୍କୁ ଯାହାକି କିଛି ଜଙ୍ଗଲର ଦୃଶ୍ୟ ଦେଖାଉଛି, ସବୁକିଛି ଦେଉଛି। କାହିଁକି ନା ଏ ଗଛପତ୍ର ହିଁ ଆମକୁ ଅମ୍ଳଜାନ ପ୍ରଦାନ କରେ ଏବଂ ଥଣ୍ଡା ବାୟୁ ପ୍ରଦାନ କରେ। ବର୍ଷା ହେବାର ଏକମାତ୍ର ମାଧ୍ୟମ ହେଉଛି ଆମେ ଏଇ ଗଛପତ୍ର, ଏଇ ଜଙ୍ଗଲରୁ ଆମେ କାଠ ସଂଗ୍ରହ କରନ୍ତି ରୋଷେଇ କରିବା ପାଇଁ। ଏଇ ଜଙ୍ଗଲରୁ ଆମେ ସବୁ କିଛି ପାଆନ୍ତି। ସେଥିପାଇଁ ଏଇ ଜଙ୍ଗଲର ଦୃଶ୍ୟ ମୁଁ ଆଜି ଆପଣଙ୍କୁ ଦେଖାଇବାକୁ ଠିକ୍ ମନେ କଲି। এই ସୁନ୍ଦର ଭିୟୁକୁ ଦେଖନ୍ତୁ। ଏଇ ହେଉଛି ନ୍ୟାଚୁରାଲ, ପ୍ରାକୃତିକ, କେତେ ସୁନ୍ଦର। ଯେମିତି ଏ ଦୃଶ୍ୟ ଯେମିତି ଲାଗୁଛି ସାକ୍ଷାତ ମୁରଲୀଧର ବଂଶୀ ବଜାଉଛନ୍ତି। ଜୟ ଜଗନ୍ନାଥ, ରାଧେ ରାଧେ, ନମସ୍କାର ବନ୍ଧୁ। ଏବେ ମୁଁ ରଖୁଛି। ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ଏବଂ ଭଲରେ ରହିବେ। ଜୟ ଜଗନ୍ନାଥ, ରାଧେ ରାଧେ ସମସ୍ତଙ୍କୁ।